ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି। ଏନ୍ଡିଏ ମେଣ୍ଟରେ ଏଆଇଏଡିଏମ୍କେ ସାମିଲ ହେବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗକୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ପ୍ରଶଂସା। ତେଲଙ୍ଗାନାରେ ଆତ୍ମସମର୍ପଣ କଲେ ସିପିଆଇ ମାଓବାଦୀ ଦଳର 22 ସଦସ୍ୟ। ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 8 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତ ଶେଷ କରି ଗତ ରାତିରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଉଭୟ ଦେଶ ସହ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଅନେକଗୁଡ଼ିଏ ବୈଠକ କରିଥିଲେ। ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲିଗ୍ରିନ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀମତୀ ମୁର୍ମୁ ସେଠାକୁ ଗସ୍ତ କରିଥିଲେ। 29 ବର୍ଷ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହା ଥିଲା ସ୍ଲୋଭାକିଆ ଗସ୍ତ। ଗସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସ୍ଲୋଭାକିଆ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଏବଂ ବାଚସ୍ପତିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଥିଲେ। ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ପ୍ରଯୁକ୍ତି ବିଦ୍ୟାର ବ୍ୟବହାରକୁ ଦୃଷ୍ଟିରେ ରଖି କୃତ୍ରିମ ବୁଦ୍ଧିମତ୍ତା ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଥିବା ଅପାର ସମ୍ଭାବନାର ସଦ୍ବିନିଯୋଗ ଏବଂ ଭାରତ ଓ ସ୍ଲୋଭାକିଆ ମଧ୍ୟରେ ଏନେଇ ସହଯୋଗ ଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ଅବସରରେ ସାଇବର ସୁରକ୍ଷା ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିଥିଲା। ସ୍ଲୋଭାକିଆ ରାଜଧାନୀରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧିତ କରିଥିଲେ। ସେ ଉଭୟ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କ ଏବଂ ବିଶେଷ କରି ସେଠାରେ ଭାରତୀୟ ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ଉଭୟ ଦେଶ ମଧ୍ୟରେ ଯୋଗ, ଆୟୁର୍ବେଦ ଏବଂ ଭାରତୀୟ ଖାଦ୍ୟପେୟର ଆଦର ସେଠାକାର ଲୋକମାନଙ୍କ ମଧ୍ୟରେ ରହିଥିବା ଜାଣି ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଥିଲେ। ପର୍ତ୍ତୁଗାଲ ଗସ୍ତ ଶେଷ କରି ରାଷ୍ଟ୍ରପତି ସ୍ଲୋଭାକିଆରେ ପହଞ୍ଚିଥିଲେ। 27 ବର୍ଷ ପରେ କୌଣସି ଭାରତୀୟ ରାଷ୍ଟ୍ରପତି ପର୍ତ୍ତୁଗାଲ ଗସ୍ତରେ ଯାଇଥିଲେ। ମୁକ୍ତ ବାଣିଜ୍ୟ ବୁଝାମଣା ନେଇ ୟୁରୋପୀୟ ସଂଘ ଏବଂ ଭାରତ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା। ଏହି ଗସ୍ତ କାଳରେ ପର୍ତ୍ତୁଗାଲର ବରିଷ୍ଠ ନେତୃବୃନ୍ଦଙ୍କ ସହ ଶ୍ରୀମତୀ ମୁର୍ମୁ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଆଇଏଡିଏମ୍କେ ଏନ୍ଡିଏରେ ସାମିଲ ହେବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏନେଇ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏନ୍ଡିଏର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ସେମାନେ ତାମିଲନାଡୁର ବିକାଶକୁ ଶୀର୍ଷରେ ପହଞ୍ଚାଇବେ ଏବଂ ରାଜ୍ୟର ସେବା କରିବେ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ସ୍ୱପ୍ନକୁ ପୂରଣ କରିବା ଲାଗି ଏନ୍ଡିଏ ଆହୁରି ଦୃଢ଼ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁର ପ୍ରଗତି ଏବଂ ତାମିଲ ସଂସ୍କୃତିର ସ୍ୱତନ୍ତ୍ରତା ବଜାୟ ରଖିବା ପାଇଁ ଦୁର୍ନୀତିଗ୍ରସ୍ତ ଏବଂ ବିଭାଜନକାରୀ ଡିଏମ୍କେକୁ ଉଚ୍ଛେଦ କରାଯିବା ଜରୁରୀ ବୋଲି ଶ୍ରୀ ମୋଦି କହିଛନ୍ତି। ବାଣିଜ୍ୟିକ ଚୁକ୍ତିର ସମୟସୀମା ପୂରଣ କରିବା ପାଇଁ ଜାତୀୟ ସ୍ୱାର୍ଥ ସହ ବୁଝାମଣା କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ସେ କହିଛନ୍ତି, ଉଭୟ ପକ୍ଷ ପାଇଁ ବାଣିଜ୍ୟ ଚୁକ୍ତି ଲାଭଦାୟକ ହେବା ଆବଶ୍ୟକ। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ 9ମ ବିଶ୍ୱ ପ୍ରଯୁକ୍ତିବିଦ୍ୟା ଶିଖର ସମ୍ମିଳନୀରେ ଯୋଗଦେଇ ଶ୍ରୀ ଗୋୟଲ କହିଛନ୍ତି, ବିଶ୍ୱ ବାଣିଜ୍ୟକୁ ନୂଆ ରୂପ ଦେବା କ୍ଷେତ୍ରରେ ଭାରତ ପାଖରେ ଅପାର ସୁଯୋଗ ରହିଛି। ବିଶେଷକରି ଆମେରିକା ଭଳି ବିଶ୍ୱସ୍ତ ସହଯୋଗୀଙ୍କ ସହ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବାଣିଜ୍ୟ ଚୁକ୍ତିର ଆବଶ୍ୟକତା ପୂରଣ କରିବା ପାଇଁ ଜାତୀୟ ସ୍ୱାର୍ଥ ସହ ବୁଝାମଣା କରାଯିବ ନାହିଁ ଏବଂ ଏହା ନିରପେକ୍ଷ ଓ ପାରସ୍ପରିକ ଲାଭଦାୟକ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ଭାରତ ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକା ସମେତ ଅନେକ ଦେଶ ଓ ଗୋଷ୍ଠୀ ସହ ବାଣିଜ୍ୟ ଚୁକ୍ତି ଉପରେ କାର୍ଯ୍ୟ କରୁଛି। ଅନ୍ୟପକ୍ଷରେ ୟୁରୋପ ଅଣଶୁଳ୍କ ପ୍ରତିବନ୍ଧକ ସୃଷ୍ଟି କରୁଥିବାରୁ ଏହାକୁ ପୁନର୍ବିଚାର ପାଇଁ ଶ୍ରୀ ଗୋୟଲ ଆହ୍ୱାନ ଦେଇଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପ୍ରଶଂସା କରିଛନ୍ତି। 26/11 ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତହଉର ହୁସେନ ରାଣାଙ୍କ ପ୍ରତ୍ୟର୍ପଣ ନେଇ ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ ସାମାଜିକ ଗଣମାଧ୍ୟମରେ ଦେଇଥିବା ପୋଷ୍ଟର ଜବାବରେ ଡକ୍ଟର ଜୟଶଙ୍କର କହିଛନ୍ତି, ଆକ୍ରମଣର ପୀଡ଼ିତଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ। ରୁବିଓ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତହଉର ରାଣାର ବିଚାର ପାଇଁ ଆମେରିକା ତାକୁ ଭାରତକୁ ପ୍ରତ୍ୟର୍ପଣ କରିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା 6 ଜଣ ଆମେରିକୀୟଙ୍କ ସମେତ 166 ଜଣଙ୍କ ପାଇଁ ଭାରତ ଦୀର୍ଘଦିନ ହେବ ନ୍ୟାୟ ଅପେକ୍ଷାରେ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ତେଲଙ୍ଗାନାରେ ବେନିୟମ ଘୋଷିତ ସିପିଆଇ ମାଓବାଦୀ ଦଳର 22 ଜଣ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ଗତକାଲି ମୁଲୁଗୁ ଜିଲ୍ଲାରେ ସମ୍ପୃକ୍ତ ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ 3 ଜଣ ଏରିଆ କମିଟି ସଦସ୍ୟ, ଜଣେ ଦଳୀୟ ସଦସ୍ୟ ଏବଂ 18 ଜଣ ରିଭଲ୍ୟୁସନାରୀ କମିଟିର ସଦସ୍ୟ ଅଛନ୍ତି। 22 ଜଣ ମାଓବାଦୀଙ୍କ ମଧ୍ୟରୁ 3 ଜଣ ପୂର୍ବରୁ ଅନେକ ଗୁଡ଼ିଏ ହିଂସାତ୍ମକ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ସହ ଅନେକ ସୁରକ୍ଷାକର୍ମୀଙ୍କ ହତ୍ୟା କରିଥିବା ଜଣାପଡ଼ିଛି। ଜିଲ୍ଲା ପୁଲିସ ଅଧୀକ୍ଷକ ସବ୍ରିସ୍ ପି ଅନ୍ୟ ମାଓବାଦୀମାନଙ୍କୁ ସେମାନଙ୍କ ପରିବାର ସହ ଶାନ୍ତିପୂର୍ଣ୍ଣ ଜୀବନ ବିତାଇବା ଲାଗି ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆତ୍ମସମର୍ପଣ ନ କଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୱେବ୍ସ ସମିଟ୍ 2025ରେ ଅନୁଷ୍ଠିତ 32ଟି ପ୍ରତିଯୋଗିତା ମଧ୍ୟରୁ ସଙ୍ଗୀତ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା କରିଛନ୍ତି। ଚଳିତ ବର୍ଷ ମେ 1ରୁ 4 ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ପ୍ରଥମ ବିଶ୍ୱ ଅଡିଓ ଭିଡିଓ ଏଣ୍ଟରଟେନମେଣ୍ଟ ସମିଟ୍ ୱେବ୍ସ 2025 ଅନୁଷ୍ଠିତ ହେବାକୁ ଯାଉଛି। ସାରା ଦେଶରୁ ମିଳିଥିବା ଶତାଧିକ ଆବେଦନ ମଧ୍ୟରୁ 6 ଜଣ ବିଜେତାଙ୍କୁ ଚୟନ କରାଯାଇଛି। ଏଥିରେ ସଙ୍ଗୀତ ଓ ନୃତ୍ୟ ତରଙ୍ଗ ବିଷୟବସ୍ତୁ ସମେତ ଶାସ୍ତ୍ରୀୟ ଓ ସମସାମୟିକ ବିଟ୍ସ ପର୍ଯ୍ୟନ୍ତ ସମସ୍ତ ବିଭାଗକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ ଗଠିତ କମିଟି ବିଜେତାମାନଙ୍କୁ ଚୟନ କରିଥିଲେ। ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ଭାରତର ବିବିଧ ସଙ୍ଗୀତ ପ୍ରତିଭାକୁ ଆନ୍ତର୍ଜାତିକ ମଞ୍ଚରେ ପ୍ରଦର୍ଶନ କରିବା। ନୂଆ ୱାକଫ୍ ଆଇନକୁ ପ୍ରତ୍ୟାହାର କରିବା ଦାବିରେ ପ୍ରଦର୍ଶନୀ ଯୋଗୁଁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ମୁର୍ସିଦାବାଦ ଜିଲ୍ଲାର ସୁତି ଏବଂ ଶମଶେରଗଞ୍ଜରେ ବିକ୍ଷୋଭକାରୀମାନେ ପୋଲିସ ଉପରେ ଆକ୍ରମଣ କରିବା ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିକ୍ଷୋଭକାରୀମାନେ ପୋଲିସ ଉପରକୁ ବୋମା ଫିଙ୍ଗିବା ଏବଂ ଗୁଳିଚାଳନା କରିଥିବା ବେଳେ ପାଲଟା ଜବାବରେ ପୋଲିସ ଗୁଳିରେ 3 ଜଣ ବିକ୍ଷୋଭକାରୀ ଆହତ ହୋଇଛନ୍ତି। ମାଲଦା ଅଞ୍ଚଳରୁ ସୀମା ସୁରକ୍ଷା ବାହିନୀ ଯବାନମାନଙ୍କୁ ଅଣାଯାଇ ସେଠାରେ ମୁତୟନ କରାଯିବା ପରେ ପରିସ୍ଥିତି ଆୟତ୍ତାଧୀନ ଥିବା କୁହାଯାଇଛି। ପଶ୍ଚିମବଙ୍ଗ 24 ପ୍ରଗଣା ଅଞ୍ଚଳରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କୋଲକାତାର ପାର୍କ ସର୍କସ୍ 7 ପଏଣ୍ଟ କ୍ରସିଂଠାରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ପୋଲିସ ପକ୍ଷରୁ ଏହାକୁ ରୋକାଯାଇଥିଲା। ବିଜେପି ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହ ରାଜ୍ୟ ସରକାର କର୍ମଚାରୀ ଚୟନ କ୍ଷେତ୍ରରେ ହୋଇଥିବା ଅନିୟମିତତାକୁ ଲୁଚାଇବା ଉଦ୍ଦେଶ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଆନ୍ଦୋଳନ ଆଳରେ ଆକ୍ରମଣ ଏବଂ ଲୁଟ୍ତରାଜ ଚାଲିଛି। ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, ପ୍ରଶାସନ ସବୁ ଜାଣିଶୁଣି ମଧ୍ୟ ନୀରବତା ଅବଲମ୍ବନ କରୁଛି। ଇତିମଧ୍ୟରେ ନୂଆ ୱାକଫ୍ ଆଇନ ସମ୍ପର୍କରେ ଆଲୋଚନା କରିବା ଲାଗି ଆସନ୍ତା 16 ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୌଲବୀ, ଇମାମ ଓ ଅନ୍ୟ ସଂଗଠନଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଇରାନ ଏବଂ ଆମେରିକା ଆଜି ଓମାନଠାରେ ଅଣୁଚୁକ୍ତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ପଶ୍ଚିମ ଏସିଆ ଅଞ୍ଚଳରେ ଦେଖାଦେଇଥିବା ବିବାଦକୁ ରୋକିବା ଏବଂ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିର ସ୍ଥାୟୀ ସମାଧାନ ନିମନ୍ତେ ଏହି ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଗାଛିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆମେରିକାର ପ୍ରତିନିଧି ଦଳ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଓମାନର ବୈଦେଶିକ ମନ୍ତ୍ରୀ ମଧ୍ୟସ୍ଥତା କରିବେ। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ 2 ମାସର ମହଲତ ଦେଇଛନ୍ତି। ସେହି ସମୟ ମଧ୍ୟରେ ଇରାନକୁ ଏକ ଚୁକ୍ତି ଗ୍ରହଣ କରି ସମସ୍ତ ପରମାଣୁ କାର୍ଯ୍ୟକ୍ରମ ବନ୍ଦ ରଖିବା ଲାଗି କୁହାଯାଇଛି। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇରାନର ବୈଦେଶିକ ମନ୍ତ୍ରଣାଳୟ ଏନେଇ ଆମେରିକାକୁ ଇରାନର ସାର୍ବଭୌମତ୍ୱକୁ ସମ୍ମାନ ଦେବାକୁ କହିଛି। ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବାସୁ କହିଛନ୍ତି, ନ୍ୟାୟିକ ପରାମର୍ଶ ପରେ ଯୋଗ୍ୟ ଓ ଅଯୋଗ୍ୟ ଶିକ୍ଷକମାନଙ୍କ ତାଲିକା ପ୍ରକାଶ କରାଯିବ। ଗତକାଲି ଶିକ୍ଷକମାନଙ୍କ ସଂଗଠନ ସହ କୋଲକାତାରେ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଚାକିରି ହରାଇଥିବା ଯୋଗ୍ୟ ଶିକ୍ଷକମାନଙ୍କ ଦାବି ଯଥାର୍ଥ। 2025 ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 8 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ପରାସ୍ତ କରିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 103 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ କୋଲକାତା ନାଇଟ୍ ରାଇଡର୍ସ 10 ଓଭର 1 ବଲ୍ରେ 2 ୱିକେଟ୍ ହରାଇ 107 ରନ୍ ସଂଗ୍ରହ କରିଥିଲା। ଆଜି ଆଇପିଏଲ୍ରେ 2ଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଲକ୍ଷ୍ନୌରେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ହାଇଦ୍ରାବାଦରେ ସନ୍ଧ୍ୟା 7:30 ପଞ୍ଜାବ କିଙ୍ଗସ୍ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ ରାଷ୍ଟ୍ରପତି।
एनडीए मेंटरे एआईएडीएमके सामिल हेबा निष्पत्तिକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗକୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ପ୍ରଶଂସା। ତେଲଙ୍ଗାନାରେ ଆତ୍ମସମର୍ପଣ କଲେ ସିପିଆଇ ମାଓବାଦୀ ଦଳର 22 ସଦସ୍ୟ ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 8 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।